ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ କିଭଳି ଏହି ପବିତ୍ର ଶ୍ରାବଣ ମାସରେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ କ'ଣ ସବୁ ଚଳନ ହେବାକୁ ଯାଉଅଛି। ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ସପ୍ତମ ଗୃହରେ ଦେବଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି ଏବଂ ଆପଣଙ୍କର ଅଷ୍ଟମ ଭାଗରେ ଶନି ଏବଂ ରାହୁ ଏକତ୍ର ହୋଇ ବିରାଜମାନ କରୁଛନ୍ତି, ଯାହାଫଳରେ କି ଆପଣଙ୍କୁ କିଛି ତ ଅସୁବିଧା ଦେଖିବାକୁ ମିଳିବ, କିନ୍ତୁ ଆପଣଙ୍କର ଯଥେଷ୍ଟ ସମ୍ଭାବନା ଅଛି ଯେ ଆପଣଙ୍କୁ ଏହି ଶ୍ରାବଣ ମାସରେ ଅତ୍ୟନ୍ତ ଖୁସି ଏବଂ ଆପଣଙ୍କର ଜୀବନ କ୍ଷେତ୍ରରେ ଉନ୍ନତି ଘଟିବ। ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ, କୌଣସି ମାତ୍ରାରେ ଉନ୍ନତି ହୋଇପାରେ, ଯେମିତିକି ଆପଣ କୌଣସି ନୂତନ ଯାନବାହନ କ୍ରୟ କରିପାରନ୍ତି ଏବଂ ଆପଣ ଏକ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। କୌଣସି ମାତ୍ରାରେ ଆପଣ ଏକ ଜମି ମଧ୍ୟ କିଣିପାରନ୍ତି, ଆପଣଙ୍କର ପୈତୃକ ସମ୍ପତ୍ତି ମଧ୍ୟ କିଣିପାରନ୍ତି। ଯାହା ଆପଣ ପୂର୍ବରୁ ପାଇନଥିଲେ ତାହା ଆପଣ ପାଇପାରିବେ। ଆପଣଙ୍କୁ ସତେ ଯେପରି ମନେ ହେବ ହାତୀ ଆପଣଙ୍କ ଉପରେ ସୁନା କଳସ ଢାଳିଲା ପରି। କିନ୍ତୁ ଆପଣଙ୍କର ଅଷ୍ଟମ ଗ୍ରହରେ ଶନି ଏବଂ ରାହୁ ଏକତ୍ର ଥିବାରୁ ଆପଣଙ୍କୁ ସର୍ପ ଦୋଷ ରହିଅଛି, ଯାହାଫଳରେ କି ଆପଣ ଟିକେ ଦେଖି ଚାହିଁ ରହୁଥିବେ, କାରଣ ଏହି ସର୍ପ ଦୋଷରୁ ବଞ୍ଚିବାକୁ ହେଲେ ଆପଣ ପ୍ରତ୍ୟେକ ସୋମବାର ଦିନ ଆମିଷ ଭୋଜନ ନ ଖାଇ ପ୍ରଭୁ ମହାଦେବଙ୍କ ପାଖକୁ ଯାଇ ଆପଣ ପୂଜା କରନ୍ତୁ। ମହାଦେବଙ୍କ ପାଖକୁ ଯାଇ ପୂଜା କରିବେ ଏବଂ ଜଳ ଅର୍ପଣ କରିବେ ଏବଂ ଜଳଶାୟ କରିବେ, ଯାହାଫଳରେ କି ଆପଣଙ୍କ ଉପରୁ ରାହୁ ଦୋଷ ମଧ୍ୟ କଟିଯିବ ଏବଂ ଶନି ଦୋଷ କଟିବା ପାଇଁ ଆପଣ ତିନୋଟି କାଳିଗାଈକୁ 3ଟି ଶନିବାର ଦିନ ଆପଣ କୌଣସି ପୋଡ଼ା ରୁଟି କିମ୍ବା ଶୁଖିଲା ରୁଟି ସହ ଗୁଡ଼ ମିଶାଇ ଖାଇବାକୁ ଦିଅନ୍ତୁ, ଦେଖିବେ ଆପଣଙ୍କର ମଙ୍ଗଳ ହେବ। ଯଦି ଆପଣ ବୃଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବା ସହ କମେଣ୍ଟରେ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ରହୁଛୁ, ଧନ୍ୟବାଦ।